বিজেଡି ଛାଡ଼ିଲେ ଏଥିପାଇଁ ଏ 5 ବର୍ଷରେ କୌଣସି କାମ କରିବାର ସୁଯୋଗ ମିଳିଲା ନାହିଁ। ସେଠି ଆଉ ଗୋଟେ ପାରାଲାଲ ଗୋଷ୍ଠୀ ତିଆରି କରି ଛଡ଼ାଯାଇଛି। ଯେଉଁ ପାରାଲାଲ ଗୋଷ୍ଠୀ ସବୁବେଳେ ବିରୋଧ କଲା, କିନ୍ତୁ ମୋତେ ପ୍ରୋଟେକ୍ସନ୍ କେବେ ଦିଆଗଲା ନାହିଁ। ମୋତେ ସେଇ ପାରାଲାଲ ଗୋଷ୍ଠୀ ଯେଉଁମାନେ ଗତ ବିଧାନସଭାରେ ଆମକୁ ବିରୋଧ କରିଥିଲା ଏବଂ ଯାଙ୍କୁ ଯୋଗୁଁ ଗୋଟେ MP ହାରିଗଲା, ସେ ତାକୁ ହିଁ ପ୍ରାଧାନ୍ୟ ଦିଆଗଲା, ଯାହା ଯୋଗୁଁ କାମ କରିବାକୁ ଅସୁବିଧା ହେଲା ଏବଂ ଅଣନିଶ୍ୱାସୀ ହେଇଗଲି। ସେଥିପାଇଁ ଭାରତୀୟ ଜନତା ପାର୍ଟିକୁ ଆସିଲି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯେଉଁ କାର୍ଯ୍ୟ କରିବାର ଶୈଳୀ ଏବଂ ଦେଶ ପ୍ରତି ତାଙ୍କର ଯେଉଁ ଦେଶଭକ୍ତ ଭାବ ଏବଂ ଦେଶର ଉନ୍ନତି ଏବଂ ବିଶ୍ୱ ଗୁରୁ ତିଆରି କରିଛନ୍ତି ଭାରତବର୍ଷକୁ, ଏବଂ ମାନେ ନରେନ୍ଦ୍ର ମୋଦିଙ୍କର ପ୍ରତି ଅନୁପ୍ରାଣିତ ହେଇ ଆଜି ମୁଁ ଭାରତୀୟ ଜନତା ପାର୍ଟିରେ ମୁଁ ଘର ବାହୁରା କଲି। ସେଟା ପାର୍ଟି ନିଷ୍ପତ୍ତି ନେବ, କ'ଣ କରିବି କି ନ କରିବି। ପାର୍ଟି ହାଇକମାଣ୍ଡ ଯେ ଅଛନ୍ତି, ରାଜ୍ୟ ସଭାପତି, କେନ୍ଦ୍ର ସଭାପତି, ସେମାନେ ନିଷ୍ପତ୍ତି ନେବେ। ଯଦି ସେମାନେ ମୋତେ ଲଢ଼ିବାର ସୁଯୋଗ ଦେବେ ତ ମୁଁ ନିଶ୍ଚୟ ଲଢ଼ିବି। ଜୟଦେବ ନିର୍ବାଚନ ମଣ୍ଡଳୀ ଅନେକ ବସ୍ ଚାଲିଛି, ଏବେ ନେକ୍ସଟ ଟାର୍ମରେ ଆସିଯିବ। ମୋତେ ସେସବୁ ଲାଗେ ନାହିଁ। ମୋତେ ଲାଗିଲା ଯେ ମୁଁ ସେଠି ଅଣନିଶ୍ୱାସ ହେଇଗଲି, ମୋର ବୋଧେ ଆବଶ୍ୟକତା ନାହିଁ ତାଙ୍କର। ସେଥିପାଇଁ ଆଉ ଗୋଟେ ସମାନ୍ତର ଗୋଷ୍ଠୀ ତିଆରି କରିଦେଲେ, ଯେଉଁ ଗୋଷ୍ଠୀଟି 5 ବର୍ଷ ମୋତେ ଠିକ୍ସେ କାମ କରିବାକୁ ଦେଲେ ନାହିଁ, ବିଭିନ୍ନ ଜାଗାରେ ବାଧା ସୃଷ୍ଟି କଲେ, ମୋର ଲ୍ୟାଣ୍ଡ ପଇସାକୁ କାର୍ଯ୍ୟକାରୀ କରିବାର ଅସୁବିଧା ସୃଷ୍ଟି କଲେ। ଏବେ ବି ମୋର ବହୁତ ପଇସା ମାନେ ଅଟକାଇ ରଖିଛନ୍ତି, ଯେ କି ଜିଲ୍ଲା ଯୋଜନା ବୋର୍ଡ଼ର ଯେଉଁ ଅଛନ୍ତି ସଭାପତି, ସେ ମଧ୍ୟ ଆମର କ୍ରିଟିକାଲ ଗ୍ୟାପ୍ 4 ବର୍ଷ ଛାଡ଼ି ନାହାନ୍ତି। ଲୋକ ହଇରାଣ ହେଉଛନ୍ତି। ତେଣୁକରି ମୁଁ ଦେଖିଲି ସବୁଠୁ ଭଲ ହେଉଛି ନଈରୁ ସମୁଦ୍ରରେ ମିଶିବା ଦରକାର। ନଈରୁ ସମୁଦ୍ରକୁ ଆସିଲେ ଯେତେବେଳେ ସମୟ ହୁଏ ସେତେବେଳେ ହୁଏ। ତେଣୁକରି କିଛି ଅସୁବିଧା ନାହିଁ। ଠିକ୍ ସମୟରେ ଆସିଲି।